जय श्रीराम जय श्रीराम जय श्रीराम। प्रिय श्रोता बंधु, भक्ति मार्ग तरफ आपण मानक मोर स्वागत। आपण मानक आगरे उपस्थापना करुछि सही महान पुरुष अवतारी परम पुरुष श्रीरामंकर लीलामय जीवन उपरे आधारित संत तुलसीदासंक लेखनीकृत श्रीरामचरितमानस। ସେହି ଶ୍ରୀରାମଚରିତମାନସର ବାଳକାଣ୍ଡରେ ଆମ୍ଭେମାନେ ଅଦ୍ୟାପି ପଦାର୍ପଣ କରିଛୁ। ଏହି ବାଳକାଣ୍ଡରେ ଆପଣମାନେ ଶ୍ରବଣ କରୁଛନ୍ତି ଶ୍ରୀରାମ ଜନ୍ମର କାରଣ। ଶ୍ରୀରାମ କେଉଁ କାରଣ ପାଇଁ ତ୍ରେତୟା ଯୁଗରେ ଅବତାର ନେଇଥିଲେ। ସେହି କାରଣରୁ ଦ୍ୱିତୀୟ କାରଣ ହେଉଛି ରାଜା ପ୍ରତାପଭାନୁ। ସେହି ପ୍ରତାପଭାନୁଙ୍କ ବିଷୟରେ ଆମ୍ଭେମାନେ ବର୍ତ୍ତମାନ ଶ୍ରବଣ କରୁଛନ୍ତି। ସେହି ପ୍ରତାପଭାନୁ କିପରି କପଟି ସନ୍ନ୍ୟାସୀର କଥାରେ ମୋହିତ ହୋଇଯାଇଛନ୍ତି ଏପର୍ଯ୍ୟନ୍ତ ଆପଣମାନେ ଶ୍ରବଣ କରିଥିଲେ। ଆଗକୁ ଆସନ୍ତୁ ଯିବା ଆଉ କ'ଣ ହେଉଛି ସମ୍ପୂର୍ଣ୍ଣ ରୂପେ ଶ୍ରବଣ କରିବା। ନାରାୟଣଂ ନମସ୍କୃତ୍ୟଂ ନାରୋ ଚୈବଂ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତାतो ଜୟେ ମୁଦିରୟେ मूकं करोति वाचालं पङ्गुलङ्घयते गिरि यत्कृपातमहं वन्दे परमानन्दमाधव परमानन्दमाधव परमानन्दमाधव। एहि विधि भूप कष्टाति थोरे होई सकल विप्र बसतोरे करी हाई विप्रा हो मख सेवा तोहि प्रसंग सह जहि वसुदेवम्। हे राजन, यही उपाय खूब कम समय खूब कम परिश्रम सबु ब्राह्मण तुमर वशवर्ती होइजिबे। ब्राह्मण माने जदि हवन यज्ञ और सेवा पूजा करिवे तेबे सही संबंधरू देवता माने भी सहजरे तुमर वशवर्ती होइजिबे। और एक तो ही कहूँ लखाऊ মই এক বেশ নৌ বকাউ तुम्हारे ऊपर हित करुराया हरिया नव मई करी निज माया। मु तुमको आउ गोटे कथा भी कहीदेउछि, मु सेठाकू कदापि एही बेशरे जीवी नहीं। हे राजन, मु निज मायारे तुम पुरोहितंकु हरण करी नहीं आसिबि। तपबलते ही करियापु समाना रखी हूँ बरस परवाना। मोई धरिता सुबेशु सुनु राजा सब विधि तोरा संवार बगाजा। तप बଳରେ ମୁଁ ତାଙ୍କୁ ମୋ ପରି କରିଦେଇ ବର୍ଷେ ଯାଏ ଏଠାରେ ରଖିଦେବି ଏବଂ हे राजन, ମୁଁ ତାଙ୍କ ବେଶ ଧରି ଯାଇ ସମ୍ପୂର୍ଣ୍ଣ ଭାବରେ ତୁମର କାର୍ଯ୍ୟ ସିଦ୍ଧ ହୋଇଯିବ। ଗଇନି ଶିବହୁତ ଶୟନ ବକି ଯେ ମୋହିତ ଭୂପ ଭେଟ ଦିନ ତେଜେ মই তপবল তহি তুরগা সমেতা पहुँचई हूँ सो तही निकेता। हे राजन, राति बहुत होईगलानी, एथर जाई शोईपड़। आजि ठारू तृतीय दिन मो सहित तुमर साक्षात हेब। तप बଳରେ ମୁଁ ତୁମକୁ ଶୋଇଥିବା ଅବସ୍ଥାରେ ହିଁ ଘୋଡ଼ା ସହିତ ନେଇ ତୁମ ନଅରରେ ପହଞ୍ଚାଇ ଦେବି। মই ଆଉ ବସୋଇବେ ସୁଧରି ପହିଚା ନେହୁ ତବ ମୋହି जब एकांत बोलाई सब कथा सुनाओ तोही। ମୁଁ ସେହି ପୁରୋହିତର ବେଶ ଧରି ତୁମ ଘରକୁ ଯିବି। ଏକାନ୍ତରେ ଯାଇ ମୁଁ ତୁମକୁ ଡକାଇ ସବୁ କଥା ଶୁଣାଇ ଦେଲେ
ତୁମେ ମୋତେ ଚିହ୍ନି ପାରିବ। ଶୟନ କିହ୍ନ ନୃପ ଆୟସୁମାନି ଆସନ ଯାଇ ବୈଠଲ ଜ୍ଞାନୀ ଶ୍ରମିତ ଭୂପ ନିଦ୍ରା ଅତି ଆଇ ଶୋକିମି ଶୋଚାଧିକାଇ। ରାଜା ତାର ଆଜ୍ଞା ମାନି ଶୋଇପଡ଼ିଲେ ଏବଂ ସେହି କପଟ ତପସ୍ୱୀ ଯାଇ ଆସନରେ ବସି ରହିଲା। ରାଜା କ୍ଳାନ୍ତ ହୋଇଯାଇ ପଡ଼ିଥିବାରୁ ଗଭୀର ନିଦ୍ରାରେ ଶୋଇପଡ଼ିଲେ। କିନ୍ତୁ କପଟି କିପରି ଶୁଅନ୍ତା ତାକୁ ତ ନାନା ଚିନ୍ତା ଘରୁଥାଏ। କାଲ କେତୁ ନିଶିଚର ଯେହି ସୁକର ହୋଇ ନୃପହି ଭୁଲାବା ପରମ ମିତ୍ର ତାପସ ନୃପକୈରା ଜାନଇ ସୋତି କପଟ ଘନେରା। ଏହି ସମୟରେ କାଳକେତୁ ରାକ୍ଷସ ଆସି ସେଠାରେ ପହଞ୍ଚିଗଲା। ଏହି କାଳକେତୁ ହିଁ ବରାହ ରୂପ ଧରି ରାଜାଙ୍କୁ ବାଟବଣା କରିଦେଇଥିଲା। ସେ ଥିଲା ଏହି କପଟ ତପସ୍ୱୀର ରାଜାର ମିତ୍ର। ସେହି ରାକ୍ଷସ ବହୁ ମାୟା ଜାଣିଥିଲା। ତେହି କେଶତ ସୁତ ରୁଦସ ଭାଇ ଖଲତି ଅଜୟ ଦେଉ ସୁଖଦାଇ ପ୍ରଥମ ହିଁ ଭୂପ ସମର ସବ ମାରେ ବିପ୍ରସନ୍ତ ସୁର ଦେଖି ଦୁଃଖାରେ। ତାପରେ 100 ପୁଅ ଓ 10 ଭାଇ ଥିଲେ। ସେମାନେ ବଡ଼ ଦୁଷ୍ଟ ଓ ଅଜୟ ଥିଲେ। ଦେବତାମାନଙ୍କୁ ବି ଦୁଃଖ ଦେଉଥିଲେ। ସେମାନେ ବ୍ରାହ୍ମଣ ସନ୍ଥ ଓ ଦେବତାମାନଙ୍କୁ ଦୁଃଖ ଦେଉଛନ୍ତି ଜାଣି ରାଜା ପ୍ରତାପଭାନୁ ପୂର୍ବେ ସେମାନଙ୍କୁ ମାରି ଦେଇଥିଲେ। ତେହି ଖଲ ପାଚିଲ ଭୟରୁ ସଭାର ତାପସ ନୃପ ମିଲି ମନ୍ତ୍ର ବିଚାର ଯେହିରି ପୁଛୟ ଶୋଇ ରଚେନୁ ପାଉ ଭାଇ ବସନ ଜାନକ ଛୁରାଉ। ସେହି ଦୁଷ୍ଟ ରାକ୍ଷସ ପୂର୍ବ ଶତ୍ରୁତା ମନେ ପକାଇ କପଟି ତପସ୍ୱୀ ସହିତ ମିଶି ଷଡ଼ଯନ୍ତ୍ର କରିଥିଲା। ଶତ୍ରୁ ଯେପରି ମରିବ ସେ ସେହି ଉପାୟ ପାଞ୍ଚିଥିଲା। ଦୈବବଶତଃ ରାଜା ପ୍ରତାପଭାନୁ ଏସବୁ ବିଷୟରେ କିଛି ଜାଣିପାରିଲେ ନାହିଁ। ରିପୁ ତେଜସି ଖେଲ ପୁଇଲଗୁ କରିଗନି ଅନତାହୁ ଅଜହୁ ଦେତା ଦୁଃଖ ରବିଶାସୀ ଶିର ଅଶେଷୀ ତରାହୁ। ବଳବାନ ଶତ୍ରୁ ଏକାକୀ ରହିଥିଲେ ବି ତାକୁ କ୍ଷୁଦ୍ର ବୋଲି ଭାବିବା ଉଚିତ ନୁହେଁ। ଯେଉଁ ରାହୁର କେବଳ ମୁଣ୍ଡଟା ହିଁ ଅବଶିଷ୍ଟ ଥିଲା ସେ ପରା ଆଜି ଯାଏ ଚନ୍ଦ୍ର ସୂର୍ଯ୍ୟକୁ ଦୁଃଖ ଦେଉଛି। ତାପସ ନୃପ ନିଜ ସଖହି ନିହାରି ହରସି ମିଲେ ଉଠି ଭୟ ସୁଖାରି ମିତ୍ର ହି କହି ସବ କଥା ଶୁଣାଇ ଜାତୁ ଧାନ ବୋଲା ସୁଖ ପାଇ ଅବସାଧେଉ ରିପୁ ସୁନହୁ ନରେଶା ଯଉଁ ତୁମ୍ହ କିହ୍ନ ମୋ ଅର ଉପଦେଶା ପରିହରି ଶୋଚର ତୁମ୍ହ ଶୋଇ ବିନୁ ଔଷଧ ବିଆଧି ବିଧି ଖୋଇ କୁଲ ସಮೇତ ରିପୁ ମୂଳ ବହାଇ ଚୌथे ଦିବସ ମିଲବମଇ ଆଇ ତାପସ ନୃପହି ବହୁତ ପରିତୋଷୀ ଚଲା ମହାକ ପଟି ଅତି ରୋଷୀ। ତାର ମିତ୍ର ଆସିଥିବା ଦେଖି ତପସ୍ୱୀ ରାଜା ଆନନ୍ଦରେ ଯାଇ ତା ସହିତ ସାକ୍ଷାତ କଲା।
से मित्र को सब कथा कही शुणाइला। राक्षस आनंदित होई कहिला, शुण राजन, तुमे जेहेतु मो कहिबा अनुसार एते काम करदेलणी, एथर जान जे मु तुम शत्रु को काबू करदेली। तुमे एथर निश्चिंत होई शोईपड़। विधाता बिना औषधरे रोग दूर करदेला। शत्रु को ही मु वंशे समूले उत्पाटन करी निश्चिन्न करदेवी एवं आज ठारू चतुर्थ दिन रे आसी तुमको साक्षात करिबी। तपस्वी राजा को एहीपरि बहु सांत्वना देई सेही महामायावी अति क्रोधी राक्षस ता कामरे बाहरी पड़िला। भानु प्रताप ही बाजी समेत पहुँचाए श्रीचन निकेता। रूप ही नारी पही शयन कराई, यह गृह बांधे शिवाजी बनाई। से राजा प्रताप भानु को घोड़ार सहित नहीं क्षणक मध्य नगर रे पहुँचाई देला ओ तांकु रानी पाखरे शुआई दे घोड़ा को भल रूपे घोड़ाशाल रे बांधी देला। मायावी राक्षसर पराक्रम किए बा जानी परिबो, सेही माया रे सब किछि से करिदेला। बंधु माने आजि पई एतिकी, पुणी साक्षात हेबो आगामी अध्याय रे। भीम शापी रणु भंग मुनिरापी मति भ्रम, जदि शुद्धम शुद्धवा मम दोष न विद्यते, मम दोष न विद्यते, मम दोष न विद्यते।